ପଡ଼ା ସହର ସ୍ଥିତ 13 ନମ୍ବର ୱାର୍ଡ ଉମାଦୀଙ୍କ ମନ୍ଦିର ନିକଟରେ ଥିବା ଶ୍ମଶାନ ଘାଟଟି ଏବେ ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ବର୍ଷ ବର୍ଷ ଧରି ଏଠାରେ ସେଭଳି କିଛି ସୁବିଧା ମିଳୁନାହିଁ ଲୋକମାନଙ୍କୁ, ଯେଉଁମାନେ କି ଶବଦାହ କରିବାକୁ ଆସୁଛନ୍ତି। ଆଜି ଆମର ଖଣ୍ଡପଡ଼ା ସହର 5 ନମ୍ବର ୱାର୍ଡ ରଥଗଡ଼ା ସାହିର ରବି ଭାଇନା ସମସ୍ତଙ୍କ ପ୍ରିୟ ଆଜି ତାଙ୍କର ପରଲୋକ ଘଟିଛି ଏବଂ ତାଙ୍କର ସମ୍ପର୍କୀୟ ମାନେ ତାଙ୍କୁ ଏହି ଉମାଦେବୀ ମନ୍ଦିର ନିକଟରେ ଥିବା ମଶାଣୀକୁ ଶବଦାହ ନିମନ୍ତେ ଆଣିଛନ୍ତି। ଆପଣମାନେ ଦେଖନ୍ତୁ, କିନ୍ତୁ ଏଠାରେ ସେଭଳି କିଛି ସୁବିଧା ନାହିଁ। ବର୍ତ୍ତମାନ ଖଣ୍ଡପଡ଼ା ଏନ୍ଏସିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଚାରିଆଡ଼େ ଉନ୍ନତି କରାଯାଉଛି ଏବଂ ଭଲ ଦୁଇ ପଇସା ମଧ୍ୟ ଅଫିସର ହୁଅନ୍ତୁ କଣ୍ଟ୍ରାକ୍ଟର ହୁଅନ୍ତୁ ପାଉଛନ୍ତି। କିନ୍ତୁ ଆମର 13 ନମ୍ବର କାଉନସିଲର ସಮೇତ 13ଟି ୱାର୍ଡ଼ର କାଉନସିଲର ଟିକେ ଭାବିବା ଦରକାର ଯେ ଆପଣମାନଙ୍କୁ ଲୋକମାନେ ନିର୍ବାଚିତ କରିଛନ୍ତି ଲୋକମାନଙ୍କର ସୁବିଧା ନିମନ୍ତେ କାମ କରିବା ପାଇଁ। ଯଦି ଏଇ ଉମାଦେବୀ ମଶାଣୀଟି ବର୍ତ୍ତମାନ ସୁବିଧା କରାଯାଆନ୍ତା, ଏଠାରେ ଲାଇଟ୍ ବ୍ୟବସ୍ଥା ହେଉ କିମ୍ବା ଅନ୍ୟାନ୍ୟ ସୁବିଧା, ବର୍ଷା ହେଲେ ମଧ୍ୟ ଏଠି ସମ୍ପର୍କୀୟ ମାନେ ଠିଆ ହେବାକୁ ଜାଗା ନାହିଁ, ଶୁଖିଲା କାଠ ଟିକେ ରଖିବାକୁ ଜାଗା ନାହିଁ, ଏଇଭଳି ଅବସ୍ଥାରେ ଏଠାରେ ଶବଦାହ କରାଯାଉଛି। ତେଣୁ ନିଶ୍ଚିନ୍ତ ରୂପେ ମୁଁ ଏ ଭିଡ଼ିଓ ମାଧ୍ୟମରେ ଅନୁରୋଧ କରିବି ଆମର ଖଣ୍ଡପଡ଼ା ଏନ୍ଏସି କର୍ତ୍ତୃପକ୍ଷଙ୍କୁ ଯେ ଆପଣ ଟିକେ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ, କାରଣ ସହର ସାରା ଆପଣ ଉନ୍ନତିମୂଳକ କାର୍ଯ୍ୟ କରୁଛନ୍ତି, ଆମର ଏଥିରେ କୌଣସି ଅବଜେକ୍ସନ୍ ନାହିଁ। ଯାହା କାମ ହେଉଛି ତ ମା ଗଙ୍ଗେ ଜାଣନ୍ତୁ, ଛାଡ଼ନ୍ତୁ। କିନ୍ତୁ ବର୍ତ୍ତମାନ ଯେଉଁ 13 ନମ୍ବର ୱାର୍ଡ଼ ଶବଦାହ କେନ୍ଦ୍ରଟି ବା ମଶାଣୀ ଯେଉଁ ରହିଛି, ଏଠାରେ ଆମର ବଜାର ସାହି, ମଣିକାନ୍ତ ସାହି, ଏଇ ବ୍ରାହ୍ମଣ ସାହି, ଉମାଦେବୀ ସାହି, ରଥଗଡ଼ା ସାହି, ଏଇ ସବୁ ସାହିର ଲୋକମାନେ ଏଠି ଡିପେଣ୍ଡାଣ୍ଟ। ତେଣୁ ଏଥିପାଇଁ କିଛି ଫଣ୍ଡ ସାଙ୍କସନ୍ କରି ଯଦି ମଶାଣୀର ଉନ୍ନତିକରଣ କରାଯାଆନ୍ତା, ମୋ ମତରେ ଭଲ ହୁଅନ୍ତା ସମସ୍ତଙ୍କ ପାଇଁ। କିନ୍ତୁ ଦେଖାଯାଉ ଖଣ୍ଡପଡ଼ା ଏନ୍ଏସି ପକ୍ଷରୁ ଏହାର ଉନ୍ନତିକରଣ କେବେ ହେଉଛି। କାରଣ ଆପଣ ଦିନବେଳା ହେଉ ବା ରାତିରେ ହେଉ, ଆପଣ ଯେତେବେଳେ ଏଠିକି ଶବଦାହ ନିମନ୍ତେ ଶବ ଧରି ଆସିବେ, ଏଠାରେ କୌଣସି ସୁବିଧା ନାହିଁ। ଏକରେ ଜଙ୍ଗଲ ହୋଇ ପଡ଼ିଛି ଏବଂ ଯେଉଁମାନେ ଆସୁଛନ୍ତି ସମ୍ପର୍କୀୟ ତାଙ୍କର ରହିବା ନିମନ୍ତେ ସୁବିଧା ନାହିଁ। ଆଟଲିଷ୍ଟ ଯେଉଁ 2-4 ଘଣ୍ଟା ଶବଦାହ କରିବେ ସେତିକି ପାଇଁ ସୁବିଧା ଏଠାରେ ରହିବା ଦରକାର, ଯେଉଁଟାକି ଖଣ୍ଡପଡ଼ା ଏନ୍ଏସି ପକ୍ଷରୁ କରାଯାଉନାହିଁ। ତେଣୁ ସାଧାରଣ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଛି। ଏଥି ନିମନ୍ତେ ମଧ୍ୟ ଆମେ ବହୁବାର ଲୋକଙ୍କ ପ୍ରତିକ୍ରିୟା ନେଇ ଏନ୍ଏସିର ଦୃଷ୍ଟି ଆକର୍ଷଣ କରିଛୁ, କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ଭିଡ଼ିଓ ମାଧ୍ୟମରେ ଆଉଥରେ ଅନୁରୋଧ, ଆମର ସ୍ଥାନୀୟ କାଉନସିଲର, ଚେୟାରମ୍ୟାନ୍ ତଥା ଏନ୍ଏସି କର୍ତ୍ତୃପକ୍ଷଙ୍କୁ ଏବଂ ସ୍ଥାନୀୟ ବିଧାୟକ ଇଞ୍ଜିନିୟର ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କୁ ମଧ୍ୟ ଅନୁରୋଧ ରହିବ, ଏଠାରେ ଟିକେ ଉନ୍ନତିକରଣ କରନ୍ତୁ। କାରଣ କିଛି ବା କେଇ ଲକ୍ଷ ଖର୍ଚ୍ଚ କଲେ ଏହାର ଉନ୍ନତିକରଣ ହୋଇପାରିବ। କେବଳ ମନ ରହିବା ଦରକାର ଏହାର ଉନ୍ନତିକରଣ ମଧ୍ୟ ଯାହା କରାଯାଉ। ଦେଖନ୍ତୁ ବର୍ତ୍ତମାନ ଭାଇମାନେ ତାଙ୍କର ସମ୍ପର୍କୀୟ ସମସ୍ତେ ଆସି ଶବଦାହ ପାଇଁ କେତେ ଅନ୍ଧାରରେ ଏଠି ଶବଦାହ କରୁଛନ୍ତି, ମୋବାଇଲ ଲାଇଟ୍ରେ ଏଠି ଶବଦାହ କରାଯାଉଛି। ତେଣୁ ନିଶ୍ଚିନ୍ତ ରୂପେ ଆଶା କରିବୁ ଖୁବ୍ ଶୀଘ୍ର ଏହି ଉମାଦେବୀ ମଶାଣୀର ଉନ୍ନତିକରଣ କରାଯାଉ ବୋଲି। ଦେଖାଯାଉ ପ୍ରଶାସନର କି ପଦକ୍ଷେପ ନିଆଯାଉଛି ବା ଆମର ଖଣ୍ଡପଡ଼ା ଏନ୍ଏସି କର୍ତ୍ତୃପକ୍ଷଙ୍କର କି ପଦକ୍ଷେପ ନିଆଯାଉଛି ବା ଏ ମଶାଣୀର ଉନ୍ନତିକରଣ ହେଉଛି କି ନାହିଁ, ତାହା ଆଗାମୀ ସମୟ ହିଁ କହିବ। ରଖୁଛି, ନମସ୍କାର।